ବାଇଗଣ ବାଳକାଟା 37 ବର୍ଷ ହେଲା। ପ୍ରଭାତ ବିଜୁପଣ୍ଡା ମରିଲେ 97 ମସିହା 98 ଯେତେ ଟାଜି ଦୁଃଖ ଦେଉଛି ଆଉ ଚାଲିଛି ନିଶା ହେଇଗଲାଣି ଆଉ ଟୋଟାଲି ଭୁବନେଶ୍ୱର ନାଇଁ ନାଇଁ ଭୁବନେଶ୍ୱର ଅଲଗା ଖରପୁର ଚାଲିଛି ନା ଏବେ ବହୁତ 27 ବର୍ଷ ହେଲାଣି ନା ଜାଣିଲେ ବହୁତ ଦୁଃଖ ବହୁତ କଷ୍ଟ। ଗୋଟେ ଘର ବିକ୍ରି ହେଇଛି ପୋଖରୀ ପାଖରେ 12 ଖଣ୍ଡ ଗାଡ଼ି ପାରାଦ୍ୱୀପ କବାଡ଼ିଆ ଯାଇଛି ବହୁତ କଷ୍ଟ। ଏଇଟା ବନ୍ଦ ହେଇପାରିବନି। ଏଇଟା ପ୍ରଭାତ ପୁରୁଷ ବିଜୁପଣ୍ଡା ଓଡ଼ିଶା କହିଥିଲେ ୱାର୍ଲଡ କହିଲେ ତାହେଲେ ଜାଣିଲେ ପାଇବାକୁ ମଦର ବସେଇ ଦେବେ ବସେଇ ଦେବେ ପଡ଼ି ପଡ଼ିଯିବ। ଏଇଟା ଗୋଟେ ଥାଇକି ନେଇ ଯାଉଛନ୍ତି ସାର୍ ତାଙ୍କ ଦୁଆର ଏଇଠି ବସେଇ ଦେଉନାହାନ୍ତି ଏଇଠି କାଟିବ ଜାଣିଲେ ଆଉ ଏ କାମ ଚାଲିଛି ବନ୍ଦ ହେଇପାରିବେ ଏମିତି ସପୋର୍ଟ ଟିକେ ଦରକାର ନିହାତି ଜାଣିଲେ ଆଉ ଆମେ ସେବା କରି ବହୁତ ଦୁଃଖ ବହୁତ କଷ୍ଟ ଆଉ ଇଏ ମୋ ନିଶ୍ୱାସ ଥିବା ଯାଏ ଚାଲିଯିବ ଆଉ ଜାଣିଲେ କି ବାପା ନାହିଁ ମା ନାହିଁ ଘର ନାହିଁ ଯାଆନ୍ତି ବହୁତ ଦୁଃଖ ପୁଅଟି ଝିଅଟି ମୋର ଜାଣିଲେ ସେମାନେ କୋଉଠି ଅଛନ୍ତି ସମୟରେ ମନେ ରହୁଛନ୍ତି ଯାଉଛି ଗୋଟେ ଅର୍ଜେଣ୍ଟ କାମ ଜଙ୍କିଆ ଦେଉଛି ଜାଣିଲେ ଆଉ ମୁଁ ଦେଖିଲି ଅଙ୍କଳ ଅଛନ୍ତି ଯେ ପାଇକି ମୁଁ ବାରିକ ନୁହଁ ଜଳଧର ପାଇକି ଆଚ୍ଛା ଚାଷୀ ତ ଯୋଡ଼ି ଗୋଟେ ପୁରୁଷ ଗୋଟେ ସ୍ତ୍ରୀ ଆଉ ପ୍ରଭାତ ପୁରୁଷ ବିଜୁପଣ୍ଡା ଓଡ଼ିଶା କହିଥିଲେ ୱାର୍ଲଡ କହିଲେ ମୁଁ ବିଶ୍ୱଟା ମୋର ଆଉ ମୋ ବଡ଼ିଟା ଗଭର୍ଣ୍ଣମେଣ୍ଟରେ ଦେଇଦେଇଛି କଟକରେ ମଲା ପରେ ପିଲା ପାଠ ପଢ଼ିବେ ମୁଁ କୋଡ଼ା ହେବିନି ଆଉ ମୁଁ ଡିମାଣ୍ଡ ଦେଇ ବାହାରିଛି ଜାଣିଲେ ମୁଁ ଦ୍ୱିତୀୟ ପାସ୍ କଲି 7ମ ପାସ୍ କଲେ ଅସୁବିଧା ହେଇଥାନ୍ତା ଆଉ BS ପାସ୍ ଅଲଗା କଥା ହେଇଥାନ୍ତା ଆଉ ଆଜି ଯଦି ଓଡ଼ିଶା ବେକାର ହେଇଥାଏ ବହୁତ ଜିନିଷ ଅଛି ଜାଣିଲେ ବହୁତ ଜିନିଷ ଅଛି ତେଣୁ ଆମେ କାହାକୁ କହିପାରିବାନି ନା ଯାହା ୱାର୍ଲଡ ଭଷ୍ଟ ହେଲା ମୋବାଇଲଟା ବେକାର କରିଦେବ ମୁଁ କହୁଛି ଈଶ୍ୱର କ'ଣ କହିବି ଜାଣିଲେ କି ଆପଣ ବାପା ଜରା ଛାଡ଼ିକି ଶାଶୁରେ ଛାଡ଼ିକି ନେଇକି ଦୁଃଖର କଥା ଦୁଃଖର ବିଷୟ କାରଣ ଆପଣ ମଶାଲ ଚଲନ୍ତୁ ହେଲମେଟ୍ ପିନ୍ଧିବା ଦରକାର ପାନ ଖାଆନ୍ତୁ ଛେପ ପକାଇ ଶିଖିବା ଦରକାର ତ ମଦ ପିଅନ୍ତୁ ସ୍ତ୍ରୀ ବିଧବାନ ହଉ ପୃଥିବୀ ବିଶ୍ୱ ପ୍ରେମ କହୁଛି ଈଶ୍ୱର କ'ଣ କହିବି ମୁଁ କହୁଛି ଫୁଟାଣି ମାରି କହୁଛି ତାପରେ ଆପଣ ବାପା ମା' ଯେଉଁ ଦୁଃଖ ଗଛ ଜନ୍ମ କରିଥିଲେ ତେଣୁ ବାପା ମା' ମାଟି ଗଛ ଆଉ ସବୁ ଗଛ ବାହାଦୁର କହୁନି ବହୁତ କଷ୍ଟ ବହୁତ 7 ମାସ ମା' ମରିଯାଇଛି ଜାଣିଲେ ମୁଁ ଡିମାଣ୍ଡ ଦେଇ ବାହାରିଛି ଡିମାଣ୍ଡ ଦେଇଛି ତେଣୁ ନିଶା ହେଇଲାଣି ଆଉ ବନ୍ଦ କରିହେବନି ଆଉ ଗୋଟେ ମଦର ଟେରେସା ଯାହା ହେଇଥିଲେ ଗୋଟେ ବାୟାକୁ ବାଳକାଟେ କ୍ରିଟିକାଲ କଥା ମୁଁ ପଢ଼ୁଛି ବୋଲି କହୁଛି ଆପଣ ଭାଇବେଳେ ଯାଇଛି ବହୁତ ଦୁଃଖ ବହୁତ କଷ୍ଟ ଆଉ ଯେ ଜାଣିଲେ ତେଣୁ ଗୋଟେ ଚାଲିଛି ନିଶା ହେଇଲାଣି କି ସପୋର୍ଟ ନିହାତି ଦରକାର ବହୁତ ଦିନ ହେଲା ବହୁତ ଦିନ ହେଲାଣି ନା ଏବେ ନୁହଁ ବହୁତ ବର୍ଷ ହେଲାଣି ତେଣୁ କ'ଣ କରିବା ପିଲା 7 ମାସ ମା' ବାପା ମରିଯାଇଛନ୍ତି ଶିକ୍ଷା ଦୀକ୍ଷା କିଛି ନାହିଁ ତେଣୁ ମୁଁ ବିଷୟଟା ମୋର ବୋଲି ଆଉ ଏ ଖାଲି ଲଙ୍ଗା ହେଇଥିଲେ ଦେଇଛନ୍ତି ହଁ ମୁଁ କଲେ କିଏ ଦେଉଛି ଗାଡ଼ିରେ ଥିଲା ଆଣିଲି ଯାଉଛି ଚଙ୍କିଆ ଦେଖିଲି ହଠାତ୍ ଯାଉ ମୋ ଭାଇମାନେ ଆପଣ ଯାଉ ଏତେ କାମ ସବୁ ଛିଡ଼ା ହେଇଛନ୍ତି ଏ ଖରାରେ ଭଗବାନଙ୍କ ଯୋଗୁଁ ଏସବୁ ଆଶୀର୍ବାଦ ମୁଁ ଏଇଟା ମୋ ପାଇଁ କିଛି କହିଲିନି ଜାଣିଲେ ମୋ କହିଲା କି ଆମେ ଯଦି କାହାକୁ ଗୋଟେ ଚାକରି ଲଗେଇଦେଲେ କିଛି କଲେକ୍ଟ ହେଲା କହିବା ଉଚିତ ନୁହେଁ ଆଚ୍ଛା ଗୋଟେ ଅସୁବିଧା ପିଲା ଭଗବାନ ଡାକୁଛନ୍ତି ଆଉ ଅସୁବିଧା ପିଲା ଡାକୁନାହାନ୍ତି କିଛି ଆଉ କୁଆଡ଼େ ନାହିଁ ସେ କରୁଛି ନାହିଁ ନାଇଁ କି ଯାଉ ଭାଇ ବହୁତ ସମୟ ଖରାରେ ଆପଣ ଦେଲେ ଆଉ ଇଏ ମୋତେ ଏତେ ସପନ ମୁଁ ତ ଏଇଟା ବନ୍ଦ କରିହେବନି ମୋତେ କିଛି କହିନଥିଲେ କରିବା ପାଇଁ ନା ଜାଣିଲେ କି ଆପଣ ଦେଖୁ 7 ମାସରୁ ବାପ ନାହିଁ ମା' ନାହିଁ ଘର ନାହିଁ ଧର ନାହିଁ କିଛି ନାହିଁ ଜାଣିଲେ ତେଣୁ ଚାଲିଛି ନିଶା ହେଲାଣି ବନ୍ଦ ହେଇପାରିବ ମୋଟରସାଇକେଲ ଜଣେ ଭଦ୍ରଲୋକ ମୋତେ ଦେଇଛନ୍ତି ଜନ୍ମ ଲୋକ ଭାଇ ଗାଡ଼ି ମୁଣ୍ଡ ତଳୁ କର ତଳୁ କର ନାଇଁ ନାଇଁ ଜାଣି ହଁ ନାଇଁ ହାତରେ ଜାଣିଛି ଆଉ କ'ଣ କରିବା ଚାଲିଛି ଆପଣ ବହୁତ ସମୟ ଦେଲେ ତାକୁ ବସେଇ ଦିଅ ବାଳ ତ କାଟ କରିବେ ନା हाँ सही सही ଏଇ ତକ କ'ଣ ରଖିବ ତାର ନା କାଟିଦେବେ ଏଇ ଯେଉଁ ପଛରେ नहीं सब अच्छी कौन अच्छी बहुत
କରିବାକୁ ପଡ଼ିବ। ଯାହା ହଉ ଆପଣଙ୍କ ଭଳିଆ ଲୋକ ତ ଏତିକି କରୁଛନ୍ତି ଆଉ ଆଉ ଅନ୍ୟ ଲୋକ ଅଛନ୍ତି କେହି କରୁନାହାନ୍ତି। ନାଇଁ ସେ ଗଲା ଆମେ କହିଲେ ଈଶ୍ୱର କରୁଛୁ ହେଲା। ହଁ, ବାଇଗଣ ପାଇଁ ତ ଯେତିକି ହେଲେ ଯାହା ହେଲେ ବି ଆପଣ କରୁଛନ୍ତି ନା। ଏ ବହୁତ ହେଲା 46 ବର୍ଷ ହେଲା ଏବେ 6 ବର୍ଷ ହେଲା। ହଁ, ସେ ଯେତିକି ବି ହଉ ତାଙ୍କ ପାଇଁ ତମେ କଲ ନା। ହଁ ନା ଆମେ କଲୁ କିଛି ଟାଇମ୍ ସେ ଆପଣ ଲାଗୁଛି ଈଶ୍ୱରଙ୍କୁ ଆସିବା ଆମେ କିଛି ନୁହେଁ ହେଲା। ମୁଁ କହୁ ଆଉ ଲୋକ ତ ଅଛନ୍ତି ଦେଖିକି ତାଙ୍କୁ ବାଡେଇ ଦେବେ ହଉ ତ ହାତ କରିକି ବାଡେଇବେ। ହଁ ହଁ ଏ ତ ନିଶା ହେଲାଣି ଆଉ ବନ୍ଦ କରିହେବନି ସପୋର୍ଟିଂ ନିହାତି ଦରକାର ଜାଣିଲେ ଏତେ ବର୍ଷ ହେଲାଣି କ'ଣ କହିଲେ ତାଙ୍କର ଏଇ କାମ କରି କରି ଅଭ୍ୟାସ ହେଇଗଲାଣି ନା ସେ ସେଇଟାକୁ ନିଶା ବୋଲି ଘର ଫର ବିକ୍ରି ହେଇଗଲାଣି ଗାଡ଼ି ଫାଡ଼ି କଲେଣି ସବୁ ଜାଣିଲେ ଆଉ କ'ଣ କରିବା ବହୁତ ଦୁଃଖ ବହୁତ କଷ୍ଟ ହେଇଯାଏ ଇଏ ଆଉ ବନ୍ଦ ହେଇପାରିବ ଜାଣିଲେ ମୁଁ ବାହା ବି କହୁନି ଇଏ ବନ୍ଦ ହେଇପାରିବ ଆଉ କ'ଣ ବନ୍ଦ ହେବ ରାତି 12ଟା ପରେ ହେଲେ ଆଖି ବନ୍ଦ ହେଇଯିବ ସବୁ